ଇଟା କାମ କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ, ଗାଡ଼ିଆରୁ ମିଳିଲା ମୃତଦେହ। ଇଟା କାମ କରିବାକୁ ଯାଇ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି ପାଟଣା ଥାନା ଅନ୍ତର୍ଗତ ପାଟଣା ବ୍ଲକର ଏରେଣ୍ଡି ପଞ୍ଚାୟତ ଡିଆନାଳି ଗ୍ରାମର ଡମ୍ବରୁଧର ମୁଦିଙ୍କ ପୁଅ ଶିବ ମୁଦି। ସୂଚନା ଅନୁଯାୟୀ ଶିବ ମୁଦି ସାଙ୍ଗମାନଙ୍କ ସହିତ କୋଠାଘର ଗ୍ରାମକୁ ଇଟା କାମ କରିବା ପାଇଁ ଯାଇଥିଲେ। ଆଜି ପ୍ରାୟ 10ଟା ସମୟରେ ସମସ୍ତେ ଭାତ ଖାଇ ସାରିବା ପରେ ଶିବ ଝାଡ଼ା ଯାଇଥିଲେ, କିନ୍ତୁ ବହୁ ସମୟ ହେଲେ ସେ ଫେରି ନଥିବାରୁ ସାଙ୍ଗମାନେ ଖୋଜାଖୋଜି କରିଥିଲେ। ଖୋଜାଖୋଜି ସମୟରେ ନିକଟସ୍ଥ ଏକ ଛୋଟ ଗାଡ଼ିଆ ଭିତରେ ଶିବ ମୁଦିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ତତ୍କ୍ଷଣାତ ପାଟଣା ଅଗ୍ନିଶମ ବାହିନୀ ଓ ପୋଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ଓ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସଠିକ କାରଣ ଜଣାପଡ଼ିବ ବୋଲି ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ସୂଚନା ଦେଇଛନ୍ତି। କେନ୍ଦୁଝର ପାଟଣାରୁ ଦଶରଥ ବାରିକଙ୍କ ରିପୋର୍ଟ, STV ନ୍ୟୁଜ ଓଡ଼ିଶା 24।